ଆମେ ଏବେ ଷ୍ଟାର୍ଟ କରିବା ଗୋଟେ ଘରର କନଫିଗୁରେସନ୍ କ'ଣ ଅଛି। ମୁଁ ଏବେ ଛିଡ଼ା ହେଇଛି ଗ୍ୟାରେଜରେ। ଏ ଗ୍ୟାରେଜର ଆପଣଙ୍କ ଲେଫ୍ଟ ହ୍ୟାଣ୍ଡ ସାଇଡ଼ରେ କମନ୍ ୱାଲ୍ ଅଛି, ଉଭୟ ଘରର କମନ୍ ୱାଲ୍ 50-50% ଅଛି। ଏବଂ ଆପଣ ଯେଉଁ ୱାଲ୍ ଦିଆଯାଉଛି, ୱାଲ୍ ଗୁଡ଼ା ଆପଣ କଂକ୍ରିଟ୍ ଦିଆଯିବ, ୱିଥ୍ ଆପଣଙ୍କର ପିଲର ଷ୍ଟ୍ରକ୍ଚର ରହିବ ଏବଂ ଏଥିରେ ଆପଣଙ୍କର ଫିକ୍ସ ୱାର୍କ କାମ ରହିବ ଫର୍ ସେପାରେଟ୍ ବାଉଣ୍ଡ୍ରି ୱାଲ୍। ତ ୟାର ପ୍ରଥମେ ଆପଣ ଯେଉଁ ଗ୍ୟାରେଜ ଦେଖିଲେ, ଏ ଗ୍ୟାରେଜଟା ସ୍ପାସିୟସ୍ ଅଛି। ଆପଣ କାର୍ ରଖି ମଧ୍ୟ ବାଇକ୍ 2-3ଟା ରଖିପାରିବେ। ୟାର ଜଷ୍ଟ ଆପଣ ଏଣ୍ଟ୍ରାନ୍ସରେ ଏଣ୍ଟ୍ରି କରିବେ, ସେପାରେଟ୍ ସିଡ଼ି ଅଛି। ଆପଣ ରେଣ୍ଟ ହାଉସ୍ ପର୍ପସ୍ ହିସାବରେ ହେଇଛି। ଯଦି ଆପଣ ଫ୍ୟାମିଲିରେ କିଏ ରେଣ୍ଟ ଦିଅନ୍ତି ତ ଆପଣ ଗ୍ରାଉଣ୍ଡ ଫ୍ଲୋରକୁ ଆମେ ଯିବା। ଗ୍ରାଉଣ୍ଡ ଫ୍ଲୋର କ'ଣ ସିଚୁଏସନ୍ ଅଛି। ଏ ଗ୍ରାଉଣ୍ଡ ଫ୍ଲୋରରେ ଆପଣ ହଲ୍ ଅଛି। ଏ ହଲ୍ଟା ଅଲରେଡ଼ି ସ୍ପାସିୟସ୍ ହଲ୍ ଅଛି। ଏ ହଲ୍ର ଜଷ୍ଟ ଆପଣ ରାଇଟ୍ ହ୍ୟାଣ୍ଡ ସାଇଡ଼୍ ଦେଖନ୍ତୁ, ଏଠି ଯେ କିଚେନ୍ ଅଛି। ତ ଏ କିଚେନ୍ଟା ଆପଣଙ୍କର ଆଜ୍ ଏ କଷ୍ଟମର ହିସାବରେ ତାର ଏଠି ୱାଲ୍ କନେକ୍ସନ୍ ଅଛି, ବଟ୍ ଆପଣ ଚାହିଁଲେ ଏଟା ଓପନ୍ କିଚେନ୍ ନେଇପାରିବେ। ତ ଓପନ୍ କିଚେନ୍ ସହିତ ଏଇଟା ଆପଣଙ୍କର ଦେଖନ୍ତୁ, ଏ ପର୍ସନଟା ଆପଣଙ୍କର ଅଲରେଡ଼ି କାମ ହେଇଯାଇଛି। ତାର ଯାହା ଯାହା କାମ ହେବା କଥା ଆଜ୍ ପର କିଚେନ୍ ପାଇଁ, ସେ କିଚେନ୍ ପାଇଁ ଆମେ କରିଦେଇଛୁ। ଏଗେନ୍ ଇଏ ହଲ୍ ହେଲା ଆପଣଙ୍କର ଗୋଟେ ବେଡ଼ରୁମ୍। ଇଏ ବେଡ଼ରୁମ୍ଟା ଆପଣ କମନ୍ଲି ବେଡ଼ରୁମ୍ ଅଛି, ବିକଜ୍ ଆପଣ ଗୋଟିଏ ବାଥରୁମ୍ ଅଛି ଯେହେତୁ ତଳେ, ତେଣୁ ଏଇଟା ହେଲା କମନ୍ ବେଡ଼ରୁମ୍ ଅଛି। ତ କମନ୍ ବେଡ଼ରୁମ୍ ସହିତ ଇଏ ଗୋଟେ ଅଛି, ତାର ଆଟାଚ୍ ଟଏଲେଟ୍ ହେଇପାରିବ, ୱିଥ୍ କମନ୍ ଟଏଲେଟ୍ ହେଇପାରିବ। ଯଦି ଆପଣ ଚାହାନ୍ତି, ଏଇଟା ଯେଉଁଟା ୟୁଟିଲିଟି ସ୍ପେସ୍ ଅଛି, ଏ ୟୁଟିଲିଟି ସ୍ପେସ୍ଟାକୁ ଯଦି ଆପଣ ଚାହିଁବେ ଟଏଲେଟ୍ ଦୁଇଟା କରିବା ପାଇଁ, ଗୋଟେ ମାଷ୍ଟର ଟଏଲେଟ୍ ହେଇଯିବ, ଗୋଟେ କମନ୍ ଟଏଲେଟ୍ ହେଇଯିବ, ଅର୍ ଆପଣ ଏଇଟା ୟୁଟିଲିଟି କରିପାରିବେ। ଯଦି ୟୁଟିଲିଟି କରିବେ ତାହେଲେ ବି ଆପଣଙ୍କର ଏଇଟା ସ୍ପେସ୍ରେ ଆପଣଙ୍କର ୟୁଜ୍ କରିପାରିବେ। ଆନାଦର ଥିଙ୍ଗ ହେଲା, ଆମେ ଜଷ୍ଟ ପୁଣି ଏଣ୍ଟ୍ରାନ୍ସରୁ ବାହାରି ଯିବା, ପୁଣି ଗ୍ରାଉଣ୍ଡ ଫ୍ଲୋରରୁ ଅପ୍ ଟୁ ଫାର୍ଷ୍ଟ ଫ୍ଲୋରକୁ। ଏବେ ଫାର୍ଷ୍ଟ ଫ୍ଲୋରରେ ଆମେ ଏଣ୍ଟ୍ରାନ୍ସ କଲେ, ତ ଫାର୍ଷ୍ଟ ଫ୍ଲୋରରେ ଷ୍ଟେୟାର କେସ୍ରେ ମୁଁ ଏଣ୍ଟ୍ରି କଲି। ଏ ଷ୍ଟେୟାର କେସ୍ଟାକୁ ଆପଣଙ୍କର ପୁରା ଲାଇଟଲି ଅଛି, ଯେଉଁଟାକି ଆପଣ ଷ୍ଟେପ୍ ଏତେ ଉଚ୍ଚା ହେଇନାହିଁ। ଓକେ, ତ ଆମେ ଷ୍ଟେପ୍ରେ ଗଲେ, ଷ୍ଟେପ୍ରେ ଗଲା ପରେ ଏଠି ଗୋଟେ ବାଲକୋନି ଟାଇପ୍ର ଲବି ଅଛି ଆପଣ ଫାର୍ଷ୍ଟ ଫ୍ଲୋରକୁ ଯିବା ପାଇଁ, ଏବଂ ଆପଣ ଏଣ୍ଟ୍ରାନ୍ସରେ ପଶିଲେ ହଲ୍କୁ। ଇଏ ହଲ୍ରେ ଆପଣଙ୍କର ରାଇଟ୍ ହ୍ୟାଣ୍ଡ ସାଇଡ଼୍ ଦେଖନ୍ତୁ, ଗୋଟେ ବେଡ଼ରୁମ୍ ଆସିବ। ଇଏ ବେଡ଼ରୁମ୍ ସହିତ ଆପଣଙ୍କ ସ୍ପାସିୟସ୍ ବାଲକୋନି ରହିବ। ତ ବାଲକୋନି ୟୁଟିଲାଇଜ୍ କରିପାରିବେ ଆପଣଙ୍କ ସ୍ପାସିୟସ୍ ବାଲକୋନି। ଇଏ ବାଲକୋନି 6 ଫୁଟରେ ଆପଣ ପାଖାପାଖି 12 ଫୁଟ ପାଖାପାଖି ବାଲକୋନି ଅଛି। ତ ଇଏ ବାଲକୋନି ସହିତ ଆପଣଙ୍କର ଏ ରୁମ୍ର ଖାସିୟସ୍ ଆପଣ ଦେଖିଲେ, ୱିଥ୍ ତାଜା ଆମେ କରିଦେଇଛୁ। ଆପଣ ଯଦି କ'ଣ ସ୍ପେସ୍ ନେବେ, ତାଜା ବି ଆମେ କରିଦେଇଛୁ ଆପଣ। ଓକେ, ଆନାଦର ଥିଙ୍ଗ, ୟାର ଏଇ ପର୍ସନଟାରେ ପୁଣି ଏଗେନ୍ ଗୋଟେ କିଚେନ୍ ଦିଆଯାଇଛି। ତ ଇଏ କିଚେନ୍ଟାକୁ ଆପଣ ଦେଖନ୍ତୁ, ଇଟ୍ ଇଜ୍ ଏ କିଚେନ୍। ଓକେ, ତ ଇଏ କିଚେନ୍ ପରେ ପରେ ଆପଣଙ୍କର ଇଏ ହେଲା ଆନାଦର ବେଡ଼ରୁମ୍ ୱିଥ୍ ଆଟାଚ୍ ଟଏଲେଟ୍। another bedroom with attached toilets. Okay, this is a ଇଏ ହେଲା another toilet, जोटा कि तले आपको कहूली इट इज ए टॉयलेट फैसिलिटी हो पारे जब आप यूटिलिटी न करती। एटा है कमन टॉयलेट अच्छी। तो आपंकर दुईटा टॉयलेट पाइले फास्ट फ्लोर रे, जोटा कि आपंकर गोटे अटैच टॉयलेट, गोटे कमन टॉयलेट। तो ग्राउंड रे मध्य दुईटा टॉयलेट हो पार, जोटा कि गोटे अटैच टॉयलेट विथ कमन टॉयलेट, जब आप चाहिए प्रोविजनली करें। तो ये प्रोजेक्टर सब जाक रेड ब्रिक्स वर्क अच्छी। टोटाल नंबर ऑफ यूनिट 10 अच्छी। तो यार पोजेसन मैक्सिमम 3 मंथ्स अच्छी। 3 मंथ्स धरतु, यहाँ एप्रिल मे जून मस भितर आम पोजेसन दबा स्टार्ट करदेबू। जदि आप चाहिए पोजेसन नापी इमिडिएटली आम पोजेसन 2 मास रु 3 मास भितर पोजेसन देदेबू। यार प्राइसिंग एवं डिस्क्रिप्शन, ब्रोचर्स एवरीथिंग आम डिस्क्रिप्शन अच्छी। आपण आमको कॉल करें किंबा आमर चैनल को लाइक करें, सब्सक्राइब करें और शेयर करें। मु आपन को आउर अन्य भिडियो आमको प्रोविजन देबू। एबे आमे एवटू स्टॉप करछु। थैंक यू वेरी मच।